ତାରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ବର୍ତ୍ତମାନ ଦେଖାଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଖୋଲା କବର। ହଁ ଆଜ୍ଞା, ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଖୋଲା କବର। ଏ ଏରିଆ ଟିକେ ଦେଖନ୍ତୁ, କେତେ ସୁନ୍ଦର ଦେଖାଯାଉଛି। ଆଉ ଆପଣ କିପରି ଲାଗୁଛି ମୋତେ ନିଶ୍ଚିତ ଭାବରେ ଜଣାନ୍ତୁ। ତେବେ ଆଜିର ଭିଡ଼ିଓରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ଐତିହାସିକ ସ୍ଥାନକୁ ଆମେ ଦେଖିବା, ଯାହାକୁ କୁହାଯାଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଖୋଲା କବର। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କଲେ ସତ, କିନ୍ତୁ ତୃତୀୟ ଦିବସରେ ଆଉ ଥରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ଆଉ ତାହା ଆଜି ଆମେମାନେ ଦେଖିବା ପାଇଁ ବର୍ତ୍ତମାନ ଯିବା। ତେବେ ଯେପରି ଅନେକ ବିରୋଧୀମାନେ ଅଛନ୍ତି, ଯେଉଁମାନେ କି କହନ୍ତି ବାଇବେଲ ଏକ କାଳ୍ପନିକ ପୁସ୍ତକ ଅଟେ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ହୋଇନାହିଁ। କିନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ପ୍ରମାଣ ସହିତ ଆମେ ଦେଖିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ ମୃତ୍ୟୁର 3 ଦିନ ପରେ ପୁଣି ଥରେ ଉଠିଲେ, ପୁଣି ଥରେ ବଞ୍ଚିଲେ। ବା ଯଦି ଆମେ ବାଇବେଲ ଭାଷାରେ କହିବା, ପ୍ରଭୁ ଯୀଶୁଖ୍ରୀଷ୍ଟ ତୃତୀୟ ଦିବସରେ ପୁନରୁତ୍ଥିତ ହେଲେ, ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଯାହାକି ଆଜି ପର୍ଯ୍ୟନ୍ତ କେହି ମଧ୍ୟ କରିପାରି ନାହିଁ। ତାହା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ କରିକି ଦେଖାଇଲେ। ହଁ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏମିତି ଏକ ବିଷୟ କରିକି ଦେଖାଇଲେ ଯାହାକି ଆଜି ପର୍ଯ୍ୟନ୍ତ କେହି ମଧ୍ୟ କରିନାହିଁ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ କବର ରହିଅଛି, ସେଠି ଏକ ବଗିଚା ମଧ୍ୟ ରହିଅଛି। ଦେଖନ୍ତୁ, ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୂନ୍ୟ କବର, ଖୋଲା କବର। ବାହାରୁ ଦେଖିଲେ ଏହିପରି ଦେଖାଯାଏ। ଆଉ କିଛି ସମୟ ପରେ ଆମେମାନେ ଏ କବରର ଭିତର ଅଂଶ ବି ଆମେ ଦେଖିବା। ଭିତରକୁ ଯାଇକି ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କବରର ବାହାରେ ସିନା ଏପରି ଦେଖାଯାଉଅଛି, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କବର ଭିତରେ କେମିତି ଦେଖାଯାଉଛି, ତାହାକୁ ଆମେମାନେ ଅଳ୍ପ ସମୟ ମଧ୍ୟରେ ଆମେମାନେ ଦେଖିବା। ବାଇବେଲରେ ଯେଉଁ ମେମୋରି ଭର୍ସ ଗୁଡ଼ିକ ସ୍କ୍ରିନ୍ରେ ରହିଅଛି, ସେଗୁଡ଼ିକ ମଧ୍ୟ ଆପଣ ନୋଟ୍ କରିକି ପଢ଼ିପାରିବେ। କାରଣ ଏହି ସମସ୍ତ ପଦପର୍ବ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ସମ୍ପର୍କିତ ଅଟେ। ବାଇବେଲରେ ଅନେକ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟ ଲେଖା ଅଛି। ଆଉ ଏଇ ଯେଉଁ କବର ତିଆରି କରିଥିଲେ କିଏ? ହାରାମଥିଆର ଯୋସେଫ। ଆଉ ସିଏ ମଧ୍ୟ ଯୀଶୁଙ୍କର ଜଣେ ଗୁପ୍ତ ଶିଷ୍ୟ ଥିଲେ ବୋଲି ବାଇବେଲ ପ୍ରମାଣ ଦିଏ। ଆଉ ସେ କ'ଣ କଲେ? ଏଇ କବରକୁ ସେ ତିଆରି କଲେ। ଆଉ ଏଇ କବରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୂର୍ବରୁ କେହି ମଧ୍ୟ ଏ କବରରେ ନଥିଲା, ବା କୌଣସି ଶବକୁ ଏଠାରେ ରଖାଯାଇନଥିଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀରକୁ ପ୍ରଥମ ଥର ପାଇଁ ଏହି କବରରେ ରଖାଯାଇଥିଲା। ହଁ ପ୍ରିୟ ବନ୍ଧୁଗଣ, ଏହି କବର ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରୀରକୁ ପ୍ରଥମ ଥର ପାଇଁ ରଖାଯାଇଥିଲା। ଆଉ ତା ପୂର୍ବରୁ ଆଉ କୌଣସି ବି ମୃତ ଶରୀରକୁ ଏଠାରେ ରଖାଯାଇନଥିଲା, କାରଣ ଇଏ ନୂଆ ନୂଆ ତିଆରି କରାଯାଇଥିଲା। ତେବେ ଦେଖିବା ଭିତରେ କେମିତି ଦେଖାଯାଏ। ଭିତରେ ଏହିଭଳି ଦେଖାଯାଏ ବନ୍ଧୁଗଣ। ଯଦି ଆପଣ କେବେ ସେଠାକୁ ଯିବେ, ତେବେ ଆପଣ ମଧ୍ୟ ଏହି ଶୂନ୍ୟ ସମାଧିକୁ ଦେଖିବେ। ପଥର ଗଢ଼ା ହୋଇଥିବ, ପଥର ତ ଟୋଟାଲ ନଥିବ, ଗଢ଼ା ହୋଇଥିବ, ଏବଂ ଏହି ସ୍ଥାନକୁ ଆପଣ ଏମିତି ଖାଲି ଦେଖିପାରିବେ। କାରଣ ଏଇଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରୀରକୁ ରଖାଯାଇଥିଲା, ମୃତ ଶରୀରକୁ ରଖାଯାଇଥିଲା। ଦେଖନ୍ତୁ ଆଜ୍ଞା, ଇଏ ହେଉଛି ସେଇ ଜାଗା, ସେଇ ସ୍ଥାନ ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ ଶରୀରକୁ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ଆଉ ନାହିଁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେମିତି କହିଥିଲେ ସେମିତି ତୃତୀୟ ଦିବସରେ 3 ଦିନ ପରେ ଆଉ ଥରେ ସେ ପୁନରୁତ୍ଥିତ ହେଲେ। ଆପଣଙ୍କର ମନେ ଥିବ, ପ୍ରଭୁ ଯୀଶୁଖ୍ରୀଷ୍ଟ ବିଜୟ ଯାତ୍ରା କରିବା ପରେ ଜେରୁସାଲେମ ମନ୍ଦିରରେ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କ ମେଜ ସବୁ ଓଲଟେଇ ପକାଇଥିଲେ, ସେମାନଙ୍କୁ ସବୁ ଘୋଡ଼େଇ ଦେଇଥିଲେ। ଆଉ ଗୋଟେ ବିଷୟ କହିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯେ ମୋହର ଗୃହ, ମୋର ପିତାଙ୍କ ଗୃହ କ'ଣ ହେବ? ପ୍ରାର୍ଥନାର ଗୃହ ହେବ। ଆଉ ତୁମେମାନେ ଏହାକୁ ଚୋରଙ୍କର ଘର ତୁମେ କରିଅଛ। ଆଉ ସାଦୁକି ଫାରିସୀମାନେ, ଦେଖନ୍ତୁ ଆଜ୍ଞା, ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ କବର ଅଛି, କବରର ଏକ ମ୍ୟାପ୍ ଅଛି। ଏ କବର କେମିତି ତିଆରି କରାଯାଇଛି, କେଉଁଠି କେଉଁ ଜାଗା ଅଛି, ଏ ମ୍ୟାପ୍ରେ ଆପଣ ଦେଖିପାରିବେ। ଭିଡ଼ିଓକୁ ପୁଶ୍ କରି ପଢ଼ିପାରିବେ। ତେବେ
ଯେତେବେଳେ ସାଧୁ କି ଫାରୁସି ମାନେ ସେମାନେ ଆସି ଯୀଶୁଙ୍କୁ ପ୍ରଶ୍ନ କରୁଛନ୍ତି, ତୁମେ କେଉଁ ଅଧିକାରରେ ଏସବୁ କରୁଅଛ? ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ କହିଲେ? ତୁମେ ଏଇ ମନ୍ଦିରକୁ ନଷ୍ଟ କରିଦିଅ, ମୁଁ ତାକୁ 3 ଦିନରେ ତିଆରି କରିଦେବି। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ ଶରୀର ବିଷୟରେ କହୁଥିଲେ, କିନ୍ତୁ ସାଧୁ କି ଫାରୁସି ମାନେ ସେମାନେ ଭାବିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ବୋଧେ ଏଇ ଜେରୁସାଲେମ ମନ୍ଦିର ବିଷୟରେ କହୁଛନ୍ତି। এই ମନ୍ଦିର ତ ତିଆରି କରିବା ପାଇଁ 46 ବର୍ଷ ଲାଗିଥିଲା, ଆଉ ଇଏ କହୁଛି 3 ଦିନରେ ତିଆରି କରିଦେବ, ଭାଙ୍ଗିଦିଅ। ଏଟା କେମିତି ବିଷୟ? ଯୀଶୁଖ୍ରୀଷ୍ଟ କହିଲେ ଗୋଟେ ବିଷୟ, କିନ୍ତୁ ସେମାନେ ବୁଝିଥିଲେ ଆଉ ଗୋଟେ ବିଷୟ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ଏଇ ମନ୍ଦିରକୁ ଭାଙ୍ଗିଦିଅ, ଅର୍ଥାତ୍ ମୋତେ ତୁମେ ମାରିଦିଅ। ସେଥିପାଇଁ ତ ମୁଁ ଜଗତକୁ ଆସିଛି, ମୋତେ ତୁମେ ମାରିଦିଅ, କିନ୍ତୁ ଆଉ ଥରେ ମୁଁ 3 ଦିନ ପରେ ପୁନରୁତ୍ଥିତ ହେବି। ମୁଁ 3 ଦିନରେ ଗଢ଼ିଦେବି। ତାର ଅର୍ଥ ହେଉଛି ଆଉ ଥରେ 3 ଦିନ ପରେ ମୁଁ ମୃତ୍ୟୁରୁ ପୁନରୁତ୍ଥିତ ହେବି। ଆଉ ନିଜର ଶିଷ୍ୟମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଥିଲେ ଯେ ତୁମେମାନେ, ନିଜ ଶିଷ୍ୟମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ କହିଥିଲେ ଯେ ମୁଁ ମୃତ୍ୟୁରୁ ପୁନରୁତ୍ଥିତ ହେବି। ତେବେ ପ୍ରିୟ ବନ୍ଧୁଗଣ, ଦ ଗାର୍ଡେନ୍ ଟମ୍ ଲେଖା ହେଉଛି ୱେଲକମ୍ ଟୁ ଦ ଗାର୍ଡେନ୍ ଟମ୍। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରୀରକୁ ଯେଉଁ କବର ରଖାଯାଇଥିଲା ସେହି କବରକୁ ଆପଣଙ୍କୁ ସ୍ୱାଗତମ ବା ସ୍ୱାଗତ କରାହେଉଛି। ତେବେ ଇଏ ହେଉଛି ସେଇ ଜାଗା ଯାହା ଟିକେ ପୂର୍ବରୁ ଆମେ ଦେଖୁଥିଲେ, ଆଉ ବର୍ତ୍ତମାନ ଏମିତି ସବୁ ଖାଲି ଦେଖାଯାଉଛି। ଏଥି ନିମନ୍ତେ କିଛି ବାଇବଲର ମେମୋରି ଭର୍ସ ଅଛି, ଆଉ ଯାହାକି ଆମେମାନେ ପାଠ କରିବା। ଆଉ ଏଇଟା ଦେଖୁଛନ୍ତି ଆଜ୍ଞା, ଏଇଟା କ'ଣ? ଆପଣ ତ ନିଶ୍ଚୟ ଜାଣିପାରୁଥିବେ। ଇଏ ହେଉଛି ସେଇ ପଥର ଯେଉଁ ପଥରକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ କବର ଥିଲା, କବର ମୁହଁରେ ଏଇ ପଥରକୁ ଦିଆଯାଇଥିଲା। ମୋତେ ଦେଖିକି ବହୁତ ଆନନ୍ଦ ଲାଗୁଛି। ଆପଣ କିପରି ଅନୁଭବ କରୁଛନ୍ତି ମୋତେ କମେଣ୍ଟ କରନ୍ତୁ। ଇଏ ହେଉଛି ସେଇ ପଥର ଆଜ୍ଞା, ସେଇ ପଥର ଯେଉଁ ପଥରକୁ କବରର ମୁହଁରେ ରଖାଯାଇଥିଲା, ଏବଂ 3 ଦିନ ପରେ ଜଣେ ଦୂତ ଆସିଲେ ଏଇ ପଥରକୁ ଗଡ଼େଇ ଦେଇଥିଲେ। କାରଣ ସ୍ତ୍ରୀ ଲୋକମାନେ ଆଲୋଚନା କରୁଥିଲେ ଏ ପଥରକୁ କିଏ ଗଡ଼େଇବ, କିନ୍ତୁ ତା ପୂର୍ବରୁ ସ୍ୱର୍ଗର ଜଣେ ଦୂତ ଗଡ଼େଇ ଦେଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ହେଲା, ଆଉ ଯୀଶୁଙ୍କର ଶରୀର ସେହି ଭିତରେ ନଥିଲା। ଇଏ ହେଉଛି ତାର ପ୍ରମାଣ ଆଜ୍ଞା। ୟା ପୂର୍ବରୁ ତ ଆମେ ଦେଖିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୂନ୍ୟ ସମାଧି, ସିଏ ଗୋଟେ ପ୍ରକାର ପ୍ରମାଣ, କିନ୍ତୁ ଇଏ ଆଉ ଗୋଟେ ପ୍ରକାର ପ୍ରମାଣ। ତେବେ ଯଦି ଆମେ ପବିତ୍ର ଧର୍ମଶାସ୍ତ୍ରରେ ଦେଖିବା, ତେବେ ମାଥ୍ୟୁ ଲିଖିତ ସୁସମାଚାର 28 ପର୍ବ ତାର 5 ପଦରୁ ଆମେମାନେ ପାଠ କଲେ ଆମେ ଜାଣିପାରିବା। କିନ୍ତୁ ଦୂତ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ ତାହା ମୁଁ ଜାଣେ। 6 ପଦ, ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେହିପରି ଉଠି ଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେ ସ୍ଥାନକୁ ଦେଖ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଦୂତ କ'ଣ କହୁଛନ୍ତି? ସେ ଯେମିତି କହିଥିଲେ ସେମିତି ଉଠିଛନ୍ତି। କେମିତି କହିଥିଲେ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ 3.5 ବର୍ଷ ସେବା କାର୍ଯ୍ୟ କରୁଥିଲେ, ସେଇ 3.5 ବର୍ଷର ସେବା କାର୍ଯ୍ୟ ମଧ୍ୟରେ ପ୍ରଭୁ ଯୀଶୁ କହିଥିଲେ ଯେ ମୋତେ ଜେରୁସାଲେମ ଅବଶ୍ୟ ଯିବାକୁ ପଡ଼ିବ, ମୋତେ ମାରି ଦିଆହେବ, କିନ୍ତୁ ଆଉ ଥରେ ମୁଁ 3ୟ ଦିବସରେ ପୁଣି ଥରେ ପୁନରୁତ୍ଥିତ ହେବି। ଆଉ ଏଇ ଯେଉଁ କଥା କହିଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେମିତି କହିଥିଲେ ସେମିତି ଉଠିଲେ। ଏଠି ଦେଖନ୍ତୁ ଲେଖା ଅଛି ଜିଜସ୍ ଖ୍ରାଇଷ୍ଟ ସନ୍ ଅଫ୍ ଗଡ୍। କାରଣ ସେହି ସମୟରେ ଅନେକ ଜାଣିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି। ଈଶ୍ୱରଙ୍କ ପୁତ୍ର ବା ଈଶ୍ୱର ପୁତ୍ର ଯୀଶୁ ବୋଲି କୁହାଯାଏ। ସେ ସମୟରେ ଅନେକ ଜାଣିଥିଲେ। ସେଥିପାଇଁ ଇଏ ଗୋଟେ ସ୍ମରଣୀୟ ଉଦ୍ଦେଶ୍ୟରେ ଗୋଟେ ଲେଖି ଦିଆଯାଇଛି, ଜିଜସ୍ ଦ ସନ୍ ଅଫ୍ ଗଡ୍। ଆଉ ଭିତରେ ଯଦି ଆପଣ ଯିବେ, ସେ ବଗିଚାଟା ଏଇଭଳି ଦେଖାଯାଏ। ଏଠି ମଧ୍ୟ କିଛି ଲେଖା ଅଛି, ଆପଣ ଭିଡ଼ିଓକୁ ପୁଶ୍ କରି ପଢ଼ିପାରିବେ। ଏଠି ଗୋଟେ ମେମୋରି ଭର୍ସ ଲେଖା ଅଛି, ଯେଉଁଟାକି ମାର୍କସ୍ 16:6।
ଦେଖିବା ମାର୍କ ତାର 16:6 କ'ଣ ଲେଖା ଅଛି, ଆମେ ପାଠ କରିବା। ମାର୍କ 16:6 ପଦ, ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ୱିତ ହୁଅ ନାହିଁ, ତୁମେମାନେ କ୍ରୁଶରେ ହତ ନା ଜଡ଼ିତ ଯୀଶୁଙ୍କର ଅନ୍ୱେଷଣ କରୁଅଛ। ସେ ଉଠି ଅଛନ୍ତି, ସେଠାରେ ନାହାନ୍ତି। ଦେଖ, ଏହି ସ୍ଥାନରେ ସେମାନେ ତାଙ୍କୁ ରଖିଥିଲେ। ଏହି ସ୍ଥାନରେ ସେମାନେ ତାଙ୍କୁ ରଖିଥିଲେ। ଏହି ସ୍ଥାନ ଯେଉଁଟା ଆପଣ ବର୍ତ୍ତମାନ ଦେଖୁଛନ୍ତି, ଏହି ଜାଗାରେ ରଖାଯାଇଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀରକୁ, କିନ୍ତୁ ସେ ନାହାନ୍ତି, ସେ ଉଠି ଅଛନ୍ତି। 3 ଦିନ କବର ମଧ୍ୟରେ ସେ ରହିଲେ, କିନ୍ତୁ 3 ଦିନ ପରେ ଆଉ ଥରେ ମୃତ୍ୟୁରୁ ସେ ପୁନରୁତ୍ଥିତ ହେଲେ। ମୃତ୍ୟୁ ମଧ୍ୟ ଯୀଶୁଙ୍କୁ ଅଟକାଇ ରଖିପାରିଲା ନାହିଁ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ସର୍ବଶକ୍ତିମାନ ପରମେଶ୍ୱର, ନିଜେ ଈଶ୍ୱର ସେ ଅଟନ୍ତି। ସେଥିପାଇଁ ସେ ମୃତ୍ୟୁଠାରୁ ମଧ୍ୟ ଶକ୍ତିଶାଳୀ ଅଟନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ହୃଦୟର ସହିତ ଆନ୍ତରିକ ନମସ୍କାର। ଏ ଭିଡ଼ିଓ କିପରି ଲାଗିଲା ମୋତେ କମେଣ୍ଟ କରିବେ, ଆଉ ଏହି ଭିଡ଼ିଓକୁ ଆପଣ ପ୍ରବଳରୁ ପ୍ରବଳ ମାତ୍ରାରେ ସେୟାର କରନ୍ତୁ, ଯେପରି ଅବିଶ୍ୱାସୀମାନଙ୍କର ଯେପରି ଆଖି ଫିଟିଯାଏ, ଯେପରି ଅବିଶ୍ୱାସୀମାନଙ୍କର ବିଶ୍ୱାସ ଯେପରି ବୃଦ୍ଧି ପାଏ, ଦୁର୍ବଳ ବିଶ୍ୱାସୀମାନଙ୍କର ସେମାନଙ୍କ ମଧ୍ୟ ବିଶ୍ୱାସ ଯେପରି ମଜବୁତ ହୁଏ, ସେଥି ନିମନ୍ତେ ଏ ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ।